ନ୍ୟୁୟର୍କରେ ମାର୍ସ ବା ମଙ୍ଗଳ ଗ୍ରହର ବିଶାଳ ଖଣ୍ଡ $5.3 ମିଲିୟନ ବିକ୍ରି। ନ୍ୟୁୟର୍କ 16 ଜୁଲାଇ 2025 ଏକ ଅପୂର୍ବ ଘଟଣା ରୂପେ ମାର୍ସ ଗ୍ରହରୁ ପୃଥିବୀକୁ ଆସିଥିବା ବଡ଼ ଏକ ଖଣ୍ଡ ନ୍ୟୁୟର୍କର ସୋଥବିଜ୍ ନିଲାମ ଘରରେ ବିକ୍ରି ହୋଇଛି। ଏହି ଖଣ୍ଡର ଓଜନ 24.5 କିଲୋଗ୍ରାମ ବା 54 ପାଉଣ୍ଡ। ଏହାକୁ $5.3 ମିଲିୟନ ଯାହା ଭାରତୀୟ ମୁଦ୍ରାରେ 44 କୋଟି ଟଙ୍କାରେ ବିକ୍ରି କରାଯାଇଛି। ମାର୍ସ ଖଣ୍ଡର ବିବରଣୀ। ଏହାର ନାମ ନର୍ଥ ୱେଷ୍ଟ ଆଫ୍ରିକା। ଆବିଷ୍କାର 2023ରେ ସାହାରା ମରୁଭୂମି ନିଜେରରେ ମିଳିଥିଲା। ରାସାୟନିକ ଗଠନ ଏହାକୁ ଅଲିଭିନ୍ ମାଇକ୍ରୋଗାବାରୋଇକ୍ ସେରୋଗୋଟିଡ୍ ଭାବେ ବର୍ଣ୍ଣିତ କରାଯାଇଛି। ଏହାର ବିଶେଷତା ଏହି ଖଣ୍ଡ ପୃଥିବୀ ଉପରେ ମିଳିଥିବା ସବୁଠାରୁ ବଡ଼ ମାର୍ସ ମିଟିଓରାଇଟ୍ ହେଉଛି ଏକମାତ୍ର 7% ମାର୍ସ ଉତ୍ପତ୍ତି ମୃତ୍ତିକାରେ ଏହା ଅନ୍ତର୍ଗତ କରେ। ନିଲାମ ବିବରଣୀ। ନିଲାମ ହୋଇଥିବା ସ୍ଥାନ ସୋଥବିଜ୍ ନ୍ୟୁୟର୍କ। ଆରମ୍ଭିକ ଅନୁମାନ $2 ରୁ $4 ମିଲିୟନ, ଅନ୍ତିମ ମୂଲ୍ୟ $4.3 ବିଲିୟନ ଏବଂ ବିକ୍ରୟ ଶୁଳ୍କ $5.3 ମିଲିୟନ। ଖରିଦଦାରର ନାମ ଗୋପନୀୟ ରହିଛି। ବିଜ୍ଞାନ ଓ ବିପଣନ ମଧ୍ୟରେ ଦ୍ୱନ୍ଦ୍ୱ ଯେ ଏପରି ମୂଲ୍ୟବାନ ମିଟୋରାଇଟ୍ ବେପାରୀମାନେ ଯଦି କିଣିବେ ତେବେ ବୈଜ୍ଞାନିକ ତାହା ଉପରେ ଅଧ୍ୟୟ କରିପାରିବେ ନାହିଁ। ଏହି ନିମିତ୍ତେ ବୈଜ୍ଞାନିକ ସମ୍ପ୍ରଦାୟର ମଧ୍ୟରେ ଚିନ୍ତା ବ୍ୟକ୍ତ କରାଯାଇଛି। ଧନ୍ୟବାଦ। ଏମିତି ଅପଡେଟ୍ ପାଇବା ପାଇଁ ଏବଂ ଆମ ସହିତ ଯୋଡ଼ି ରହିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।